ଥରେ ସୁଦାମା ଶ୍ରୀକୃଷ୍ଣଙ୍କୁ ପଚାରିଲେ, ହେ ମାଧବ, ସମ୍ପର୍କ କାହାକୁ କୁହାଯାଏ? ମାଧବ ହସି ହସି ଉତ୍ତର ଦେଲେ, ଯେଉଁଠି ସ୍ୱାର୍ଥ ଥାଏ ସେଠି ସମ୍ପର୍କ ନଥାଏ, ଆଉ ଯେଉଁଠି ସମ୍ପର୍କ ଥାଏ ସେଠି ସ୍ୱାର୍ଥ ନଥାଏ। ବିନା ସ୍ୱାର୍ଥରେ ବନ୍ଧା ଯାଇଥିବା ଡୋରକୁ ହିଁ ସମ୍ପର୍କ କୁହାଯାଏ। ଜୀବନରେ ସବୁବେଳେ ଗୋଟିଏ ନିୟମ ରଖ, ସିଧା କଥା କୁହ, ସତ୍ୟ କୁହ ଏବଂ ମୁହଁ ଉପରେ କୁହ। ଯିଏ ନିଜର ହୋଇଥିବେ ସେ ଭଲସେ ବୁଝିଯିବେ, ଆଉ ଯିଏ ନାମକୁ ମାତ୍ର ଥିବେ ସେ ଦୂରେଇ ଯିବେ। ଯେଉଁ ଲୋକ ନିଜର ନିନ୍ଦା ଶୁଣିବା ପରେ ବି ଶାନ୍ତ ରହିଥାଏ, ସେହି ଲୋକମାନେ ପୂରା ସଂସାର ଉପରେ ବିଜୟ ପ୍ରାପ୍ତି କରିଥାନ୍ତି। ମିଥ୍ୟାର ଦମନ ପାଇଁ ଭଗବାନ ସବୁବେଳେ ସତ୍ୟର ସାହାରା ନେଇଥାନ୍ତି। ଆପଣ ଯଦି ଠିକ୍ ରାସ୍ତାରେ ଥାଇ ଅସୁବିଧା ଭୋଗୁଛନ୍ତି, ତେବେ ବୁଝିଯାଆନ୍ତୁ ଠାକୁରଙ୍କ ଆଶୀର୍ବାଦ ଆପଣଙ୍କ ଉପରେ ଅଛି। ଧୈର୍ଯ୍ୟର ସହ ସାମ୍ନା କରୁଥାନ୍ତୁ। ଏ ସମୟ ଦିନେ ନା ଦିନେ ଚାଲିଯିବ। ସମୁଦ୍ରରୁ ଆଞ୍ଜୁଳାଏ ପାଣି କାଢ଼ି ନେଲେ ସମୁଦ୍ରର ପାଣି କେବେ କମି ନଥାଏ। ଠିକ୍ ସେହିପରି ଅନ୍ୟକୁ ଭଲ ପାଇବା ଓ ସ୍ନେହ ମମତା ଯେତେ ବାଣ୍ଟିଲେ ମଧ୍ୟ ମଣିଷ ପାଖରୁ କେବେ ସରି ନଥାଏ। ଏ ଦୁନିଆରେ ସତ୍ୟ ଓ ମିଥ୍ୟା, ଏହି ଦୁଇଟି ଶକ୍ତି ଖେଳ ସର୍ବଦା ଚାଲୁ ରହିଥାଏ। ସ୍ୱୟଂ ଭଗବାନ ନିଜେ ଏହି ଖେଳର ମଜା ନେଉଛନ୍ତି। ସେ ଦେଖୁଛନ୍ତି କେଉଁମାନେ ସତ୍ୟର ସପକ୍ଷରେ ଛିଡ଼ା ହୋଇଛନ୍ତି। କିନ୍ତୁ ସତ୍ୟର ପଥ ତ ବହୁତ କଷ୍ଟକର, ହେଲେ ବି ବିଜୟ ସୁନିଶ୍ଚିତ। ଦେଖନ୍ତୁ ନା, କୋଇଲାକୁ ଯେତେ ବି କ୍ଷୀରରେ ଧୋଇଲେ ବି ତାର ରଙ୍ଗରେ କେବେ ବି ପରିବର୍ତ୍ତନ ଆସିନଥାଏ। ଠିକ୍ ସେହିପରି ଏ ଦୁନିଆରେ ଏମିତି କିଛି ଲୋକ ଅଛନ୍ତି, ସେମାନଙ୍କୁ ଯେତେ ନିଜର କରିଲେ ବି ମଧ୍ୟ ସେମାନେ ନିଜର ହୋଇପାରନ୍ତି ନାହିଁ। ମନେ ରଖ, ଅନ୍ୟକୁ ଯେତେ ଜଲ୍ଦି ଆପଣମାନେ କ୍ଷମା କରିଦେବେ, ସେତେ ଜଲ୍ଦି ଆପଣମାନେ ଭଗବାନଙ୍କ ପାଖରେ ନିଜ ପାଇଁ କ୍ଷମା ପ୍ରାର୍ଥନା କରିପାରିବେ। ଭାଗ୍ୟ ଉପରେ ତୁମେମାନେ ଯେତେ ବିଶ୍ୱାସ କରିବ, ସେ ତୁମକୁ ସେତେ ନିରାଶ କରିବ। କିନ୍ତୁ କର୍ମ ଉପରେ ତୁମେ ଯେତେ ଜୋର ଦେବ, ସେ ତୁମକୁ ତାର 2 ଗୁଣ ପରିଶ୍ରମର ଫଳ ଦେବ। ପକେଟରେ ପଇସା ନଥାଉ, ଆତ୍ମସମ୍ମାନ ଥିବା ଜରୁରୀ। ମୁଣ୍ଡରେ ବୁଦ୍ଧି ନଥାଉ, ବିବେକ ଥିବା ଜରୁରୀ। ଜ୍ଞାନୀ ହେଇନଥାଉ, ଦାନୀ ହେବା ନିହାତି ଜରୁରୀ। ଠିକ୍ ସେହିପରି ବଡ଼ ଲୋକ ହେଇନଥାଉ, ହୃଦୟ ବଡ଼ ହେବା ଜରୁରୀ। କେବଳ ମଣିଷ ହେଲେ ହେବନି, ସୁନ୍ଦର ମାନସିକତା ରହିବା ନିହାତି ଜରୁରୀ। ଅତି ସୁନ୍ଦରତା ପାଇଁ ସୀତା ହରଣ ହୋଇଥିଲେ, ଅତି ଗର୍ବ ପାଇଁ ରାବଣ ଧ୍ୱଂସ ମଧ୍ୟ ହୋଇଥିଲେ, ଅତି ଦାନ ପାଇଁ ହରିଶ୍ଚନ୍ଦ୍ର ଭିକାରୀ ହୋଇଥିଲେ। ତେଣୁ ଜୀବନରେ ଅତି ଜିନିଷ ସର୍ବଦା କ୍ଷତିକାରକ ହୋଇଥାଏ। ଶ୍ରୀକୃଷ୍ଣ କହିଥାନ୍ତି, ଦୁନିଆରେ ଯେତେ ଦିନ ପର୍ଯ୍ୟନ୍ତ ରହୁଛନ୍ତି ସବୁ ଖେଳ ଖେଳିନେବେ, କିନ୍ତୁ ଭୁଲରେ ବି କାହାର ଭାବନା ସହ ଖେଳିବ ନାହିଁ। କାରଣ ଏହା ହେଉଛି ସେହି ଦୋଷ ଯାହାକୁ ମୁଁ କେବେ ବି କ୍ଷମା କରିନଥାଏ। ଜୀବନରେ ସବୁ ପରିସ୍ଥିତି କ୍ଷଣସ୍ଥାୟୀ। ଯେବେ ଭଲ ସମୟ ଆସେ, ନିଜେ ଖୁସିରେ ଉପଭୋଗ କରିବା ସହ ଅନ୍ୟମାନଙ୍କ ସହ ମଧ୍ୟ ଖୁସି ବାଣ୍ଟନ୍ତୁ। ଏବଂ ଖରାପ ସମୟ କିଛି ଶିକ୍ଷା ଦେବାକୁ ଆସିଥାଏ। ଶିକ୍ଷା ନେବା ସହ ମନେ ରଖନ୍ତୁ, ଏହା ବି ବେଶୀ ସମୟ ରହିବ ନାହିଁ। କଷ୍ଟ ମଣିଷକୁ ପରିବର୍ତ୍ତନ କରେ, କଷ୍ଟ ମଣିଷକୁ ଶକ୍ତିଶାଳୀ ମଧ୍ୟ କରେ। ପ୍ରତିଟି କଷ୍ଟର ଅଭିଜ୍ଞତା ହିଁ ଆମ ପାଇଁ ଏକ ନୂତନ ଶିକ୍ଷା ହୋଇଥାଏ। ବନ୍ଧୁତା ପାଇଁ ଅର୍ଥ
କି ସ୍ୱାର୍ଥର ଆବଶ୍ୟକତା ନଥାଏ। ଆବଶ୍ୟକ ହୁଏ ତ୍ୟାଗ, ବିଶ୍ୱାସ ଓ ଭଲ ପାଇବା। ଯିଏ ଧୈର୍ଯ୍ୟର ସହିତ ଅପେକ୍ଷା କରିବା ଜାଣିନଥାଏ, ତା ପାଖକୁ ସବୁ ଜିନିଷ କୌଣସି ନା କୌଣସି ପ୍ରକାରରେ ନିଶ୍ଚିତ ପହଞ୍ଚିଥାଏ। ଜନ୍ମ ଏବଂ ମୃତ୍ୟୁ ଭଗବାନଙ୍କ ହାତରେ ଅଛି। କର୍ମ ଏବଂ ଭାଗ୍ୟ ଭଗବାନ ଆମ ଉପରେ ଛାଡ଼ି ଦେଇଛନ୍ତି। ଆମେ ଯେମିତି କର୍ମ କରିବା, ଫଳ ମଧ୍ୟ ଠିକ୍ ସେମିତି ପାଇବା। ସର୍ବାଧିକ ଆନନ୍ଦ ତାଙ୍କୁ ମିଳିଥାଏ ଯେଉଁମାନେ ଏକୁଟିଆ ରହିବାର କଳା ଶିଖି ଯାଇଥାନ୍ତି। କେହି ଯଦି ତୁମକୁ ଅନ୍ଧ ଭଳିଆ ବିଶ୍ୱାସ କରୁଛି, ତାହେଲେ ତାକୁ କେବେ ବି କଷ୍ଟ ଦିଅନ୍ତୁ ନାହିଁ। କାରଣ ବିଶ୍ୱାସ ଭାଙ୍ଗିଗଲେ ମଣିଷର ବଞ୍ଚି ରହିବାର ଇଚ୍ଛାଟା ବି ଭାଙ୍ଗି ଯାଇଥାଏ। କେବେ ବି ନିଜର ଶାରୀରିକ ଶକ୍ତି ଆଉ ଧନର ଶକ୍ତି ଉପରେ ଭରସା କରିବ ନାହିଁ। କାହିଁକି ନା ରୋଗ ଆଉ ଦରିଦ୍ରତା ଆସିବାରେ ଅଧିକ ସମୟ ଲାଗିନଥାଏ। ଯାହା ତୁମକୁ ପ୍ରାପ୍ତି ହୋଇଛି, ତାହା ହିଁ ତୁମ ପାଇଁ ସର୍ବୋତ୍ତମ ଅଟେ। ତେଣୁ ଅନ୍ୟର ଖୁସି ଦେଖି ଈର୍ଷା କର ନାହିଁ ଏବଂ ନିଜକୁ ଅହଙ୍କାରରେ ହତ୍ୟା କର ନାହିଁ। ଗୋଟିଏ ଜିନିଷ ସବୁବେଳେ କମ୍ ହେଇ ଚାଲିଛି, ତାହା କ'ଣ ଆପଣମାନେ ଜାଣିଛନ୍ତି? ସେ ହେଉଛି ଆୟୁ। ଏବଂ ଗୋଟିଏ ଜିନିଷ ସବୁବେଳେ ବଢ଼ି ହୋଇ ଚାଲିଛି, ତାହା ହେଉଛି ତୃଷ୍ଣା। ଏବଂ ଗୋଟିଏ ଜିନିଷ ଯାହା ସବୁବେଳେ ସ୍ଥିର ଅଛି, ତାହା ହେଉଛି ବିଧିର ବିଧାନ। ବିଧିର ବିଧାନ କି କରିବ ଆନ। କର୍ମର ଫଳ ମଣିଷକୁ ଏମିତି ଖୋଜି ବାହାର କରିଥାଏ, ଯେମିତି 100 ଗାଈ ଭିତରେ ମା' ଗାଈ ତା ନିଜ ଛୁଆ ବାଛୁରୀକୁ ଖୋଜି ବାହାର କରିଥାଏ। ଠିକ୍ ସେହିପରି ଖରାପ ସମୟରେ ଭଗବାନ ଆଉ ସମୟ ଉପରେ ଭରସା ରଖନ୍ତୁ। କାରଣ ସମୟ କୋଇଲାକୁ ହୀରା ବନେଇ ଦେଇଥାଏ, ଆଉ ଭଗବାନ ରଙ୍ଗକୁ ବି ରାଜା ବନେଇ ଦିଅନ୍ତି। ଯଦି ଆପଣମାନଙ୍କୁ ଆଜିର ଏହି ଭିଡ଼ିଓଟି ଭଲ ଲାଗିଥାଏ, ତେବେ ଲାଇକ୍ କରି ଚ୍ୟାନେଲକୁ ସବସ୍କ୍ରାଇବ୍ କରିନିଅନ୍ତୁ ଏବଂ ଏହିପରି ନୂଆ ନୂଆ ଭିଡ଼ିଓ ଦେଖିବା ପାଇଁ ଚ୍ୟାନେଲ ସହିତ ଯୋଡ଼ି ହୋଇ ରୁହନ୍ତୁ। ପୁଣି ଦେଖାହେବ ଏକ ନୂତନ ଭିଡ଼ିଓ ମାଧ୍ୟମରେ। ସେ ପର୍ଯ୍ୟନ୍ତ ବିଦାୟ ଦିଅନ୍ତୁ। ନମସ୍କାର।